ଡ୍ୟୁଟି ସାରି ଆମେ ଆଜି କାହିଁକି ପୁରୀ ଡାଲମା ତିଆରି କରିଥିଲୁ। ତ ଜୟ ଜଗନ୍ନାଥ ସାଙ୍ଗମାନେ ସମସ୍ତଙ୍କୁ ସ୍ୱାଗତ କରୁଛି ମୋର ଡେଲି ମିନି ବ୍ଲଗକୁ। ସବୁଦିନ ଭଳି ମୋର ସମସ୍ତ କାର୍ଯ୍ୟକୁ ସାରି ଦେଇଥିଲି ଆଉ ଡ୍ୟୁଟି ଯିବାକୁ ମଧ୍ୟ ବାହାରୁଥିଲି। ଆଜି ଡ୍ୟୁଟିରେ କିଛି ଏମିତି ହବ ତ ସେଥିପାଇଁ ପୁରୀ ଡାଲମା କରିବାକୁ ପଡିଥିବ। ପୁରୀ ଡାଲମା ପାଇଁ ଟିକେ ଫଲୋ ସବସ୍କ୍ରାଇବ କରିଦବ। ତ ସବୁଦିନ ଭଳି ମୁଁ ସମସ୍ତ କାର୍ଯ୍ୟକୁ ସାରିଦେଇ ମୁଁ ଫୁଲ ଧରି ବାହାରି ଯାଇଥିଲି ଡ୍ୟୁଟିକୁ। ଆଉ ବିଲିଂ ସେସନରୁ କିଛି ବିଲ୍ ବାହାର କରି ବାହାରି ଯାଇଥିଲି ଷ୍ଟକ୍ ରୁମକୁ ଷ୍ଟକ୍ ବାହାର କରିବାକୁ। ଆଉ ଷ୍ଟକ୍ କିଛି ବାହାର କରିସାରିଲା ପରେ ଆମ ଖାଇବା ଟାଇମ ହେଇଯାଇଥିଲା ତ ସେଥିପାଇଁ ଆସିଥିଲୁ ଆମେ ଖାଇବା ପାଇଁ। ହାଉ ହାଉ କରିକି କିଛି ଖାଇଦେଇ ପୁଣି ସେକେଣ୍ଡ ହାଫରେ ବାହାରି ଯାଇଥିଲୁ ଡ୍ୟୁଟିକି। ଏଇ ଫୁଲଟା ପ୍ଲାଷ୍ଟିକ ନା ରିଏଲ ଟିକେ କମେଣ୍ଟରେ କହିବେ। ଦିନ ଯାକର ସମସ୍ତ କାମକୁ ସାରି ଦେଇ ପୁଣି ଆସିଥିଲୁ ଆମ ରୁମକୁ ଆସି ଦେଖେ ତ ପୁରୀ ଆଉ ଚଣା ମସଲା ପାଇଁ ସମସ୍ତେ ସମସ୍ତଙ୍କ କାମରେ ଲାଗି ପଡିଛନ୍ତି। ଲଞ୍ଚ ଟାଇମରେ ଆଜି ସମସ୍ତେ ଖାଇ ବସିଲା ବେଳେ ଆମେ ସମସ୍ତେ କଥା ହେଇଥିଲୁ ଆଜି ଟିକେ ରାତିରେ ପୁରୀ ଡାଲମା କରିବୁ ବୋଲି। ତ ସେଥିପାଇଁ ସମସ୍ତେ ସମସ୍ତଙ୍କର ଡ୍ୟୁଟି ସାରି ସମସ୍ତେ ପଳେଇ ଆସିଥିଲେ। ଦେନ୍ ଏପଟେ ଆମେ ଶୁଭ ଭାଇଙ୍କୁ ଛାଡି ଦେଇଥିଲୁ ରୋଷେଇ କାମରେ। ମେ ଫେୟାର ହୋଟେଲରୁ ରିଟାୟାର୍ଡ ଦେଇକି ଆନନ୍ଦ କ୍ରିଷ୍ଣାକୁ ଆସିଥିଲେ ବୋଲି ଶୁଭ ଭାଇଙ୍କୁ ରୋଷେଇ ଦାୟିତ୍ୱଟା ସମ୍ଭାଳି ଦିଆଯାଇଥିଲା। ରେ ମାଧବ ଇଏ କଣ କରେଇ ଭାଙ୍ଗିବେ ନା କଣ। ଦେନ୍ ମୁଁ ତାଙ୍କ ପାଖରେ ଟିକେ ବ୍ଲକ୍ କରିଦେଇଥିଲି। ଦେନ୍ ପିଆଜ ରସୁଣ ଏପଟେ ହେଇଯାଇଥିଲା ବୋଲି ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ପକେଇ ଘୁଡୁରୁ ଘାଡୁରୁ ଟିକେ କରିଦେଇଥିଲି। ଦେନ୍ ଚିକେନ ମସଲା ମିଟ୍ ମସଲା ଗରମ ମସଲା ପକେଇ ତାକୁ ହାଲକା ସିମ୍ ଜାଳରେ ଏମିତି କଚା କଚିଲୁ ରନ୍ଧା କରିଦେଲୁ ସେ ଆଳୁ ସହିତ ମିଶି ଏକାଥରେ ଗୁଲଗୁଲିଆ ସୁନ୍ଦର ସେମିତିଆ ହେଇଯାଇଥିଲା। ଦେନ୍ ଆମ ପ୍ରଥମ ପୁରୀକୁ ଛାଣି ଦେଇଥିଲୁ। ଆଉ ଦେଖନ୍ତୁ କୋଉ ଭଳିଆ ଭାବରେ ପୁରୀଟା ଫୁଲୁଛି। ସବୁବେଳେ ଛଣାଛଣି ଦାୟିତ୍ୱଟା ମୁଁ ନେଇଥାଏ କାରଣ ମୁଁ ଟିକେ ଭଲ ରୋଷେଇଆ ତ। ଆସିଛି ହୋଟେଲରୁ ଟିକେ ଯାଜପୁର ପବନ ଟିକେ ହେଲା ବୋଧେ ସମସ୍ତଙ୍କୁ ଶୀତ ଲାଗିଥିବ ମୁଁ ଜାଣିଛି। ଏମିତି କଥାରେ କଥାରେ ଆମର ସମସ୍ତ ପୁରୀ ତରକାରୀ ହେଇଯାଇଥିଲା। ଆଉ ଏପଟେ ମୁଁ ହାଲୋ ଗାଇଜ କରୁଛି ଆଉ ଏପଟେ ଆମର ପୁରୀ ତରକାରୀ ମଧ୍ୟ ହେଇଯାଇଥିଲା। ଆଉ ବାପି ଭାଇ ସେପଟେ ବେଲାରେ ବେଲେ ହବ ତରକାରୀ ନେଇକି ପଳେଇଲେଣି। ଦେନ୍ ଆମେ ସମସ୍ତେ ବସି ଯାଇଥିଲୁ ଖାଇବା ପାଇଁ। ହାଉଁ ହାଉଁ କରି କଣ ଯୋଡେ ଖାଇଦେଇ ଗୁଙ୍ଗୁଡି ନିଦରେ ଶୋଇବୁ ଆଉ। ଭିଡିଓ ଭଲ ଲାଗିଥିଲେ ଫଲୋ ସବସ୍କ୍ରାଇବ କରିକି ଯିବେ।